ଆଜି ମୋ ବୋଉ ମୋତେ ଏମିତି ଗୋଟେ କଥା କହିଲା, ଯାହା ଶୁଣି ମୋ ଆଖିରେ ଲୁହ ଆସିଗଲା। ବୋଉ କହିଲା, ରେ ପୁଅ, ତୁ ଏତେ ଭିଡ଼ିଓ କରୁଛୁ କାହିଁ? ଇନଷ୍ଟାଗ୍ରାମ, ଫେସବୁକ୍ ଆଉ ୟୁଟ୍ୟୁବରେ କେତେ ଭିଡ଼ିଓ ଦେଲୁ, ଦିନ ରାତି କଷ୍ଟ କଲୁ, କିନ୍ତୁ ଯଦି ଲୋକମାନେ ତତେ ଭଲ ପାଇବା ଦେଇଥାନ୍ତେ ତାହେଲେ ତୁ ଆଜି ଘର ଛାଡ଼ି ବାହାରକୁ ପଇସା କମେଇବାକୁ ଯାଇନଥାନ୍ତୁ, ଘରେ ରହି ଆମ ପାଖରେ ଭିଡ଼ିଓ ବନେଇଥାନ୍ତୁ। ବୋଉର ଏଇ କଥା ମୋ ମନକୁ ବହୁତ କଷ୍ଟ ଦେଲା। କାରଣ ସତ କଥା ହେଲା, ମୁଁ ଗୋଟେ ମିଡିଲ କ୍ଲାସ ପରିବାରର ପିଲା, ମୁଁ ଗୋପର ପିଲା। ଆମେ ଏଇ ଅଞ୍ଚଳର ଲୋକମାନେ ମୋର ନିଜର ଲୋକ। ମୋର ବି ସ୍ୱପ୍ନ ଥିଲା ନିଜ ଘରେ ରହି ନିଜ ବୋଉ ପାଖରେ ବସି ଆମ ଓଡ଼ିଆର ରେସିପି ଆଉ ଭିଲେଜ ଲାଇଫଷ୍ଟାଇଲ ଭିଡ଼ିଓ ବନାଇବି। କିନ୍ତୁ ଆଜି ଜୀବନରେ ପରିସ୍ଥିତି ଏମିତି ଯେ ପଇସା କମାଇବା ପାଇଁ ଘରଠାରୁ ଦୂରରେ ରହିବାକୁ ପଡ଼ୁଛି। ବେଳେବେଳେ ଲାଗେ ମୁଁ ଯେତେ କଷ୍ଟ କରୁଛି ସେତେ ଭଲ ପାଇବା ମିଳିବ, କିନ୍ତୁ ନା, ତଥାପି ମୁଁ ହାର ମାନେନି। କାରଣ ମୋର ଭରସା ଅଛି ଦିନେ ନା ଦିନେ ମୋର ଭିଡ଼ିଓ ଆପଣମାନଙ୍କ ପାଖରେ ପହଞ୍ଚିବ। ଆଜି ମୁଁ ପ୍ରିୟ ଭାଇ ଭଉଣୀମାନଙ୍କୁ ଗୋଟେ ଅନୁରୋଧ କରୁଛି, ଯଦି ଆପଣମାନେ ମୋ ଭିଡ଼ିଓ ଦେଖୁଥାନ୍ତି ତାହେଲେ ଟିକେ ସପୋର୍ଟ କରନ୍ତୁ। ଆପଣଙ୍କର ଗୋଟେ ଲାଇକ୍, ଗୋଟେ କମେଣ୍ଟ, ଗୋଟେ ଫଲୋ ଆଉ ଗୋଟେ ସବସ୍କ୍ରାଇବ୍ ମୋ ପାଇଁ ବହୁତ ବଡ଼ କଥା। ଆପଣମାନଙ୍କର ଏଇ ଛୋଟ ଭଲ ପାଇବା ହିଁ ମୋର ସବୁଠୁ ବଡ଼ ସାହସ। ଇଏ ମୋତେ ଆଗକୁ ବଢ଼ିବାକୁ ଆଉ ନୂଆ ନୂଆ ରେସିପି ଭିଡ଼ିଓ ବନେଇବାକୁ ପ୍ରେରଣା ଦେବ। ଧନ୍ୟବାଦ। ଆଉ ଆଶା କରୁଛି ଗୋଟେ ଦିନ ଆପଣମାନେ ମିଶି ଗୋଟେ ମିଡିଲ କ୍ଲାସ ପିଲାର ସ୍ୱପ୍ନକୁ ସତ କରିବେ। ରହୁଛି, ନମସ୍କାର।